देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, ଆଜିଠାରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର। ଆଜିଠାରୁ ସାରା ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର କରାଯିବ। ଯେଉଁ ଗାଡ଼ିଗୁଡ଼ିକର ନମ୍ବର ଶେଷ ସଂଖ୍ୟା 1ରୁ 6 ଥିବ ସେହି ଗାଡ଼ିଗୁଡ଼ିକ ଚେକିଂ ପରିସରକୁ ଆସିବ। ତେବେ ଚେକିଂର ପ୍ରଥମ ସପ୍ତାହରେ ନିୟମ ଖିଲାପକାରୀଙ୍କୁ କେବଳ ଚେତାବନୀ ଦେଇ ଛାଡ଼ି ଦିଆଯିବ। ପରବର୍ତ୍ତୀ ସମୟରେ ଦ୍ୱିତୀୟ ଥର ପାଇଁ ସେହି ନିୟମ ଖିଲାପକାରୀ ଗାଡ଼ିଗୁଡ଼ିକ ଯଦି ପୁଣି ଚେକିଂରେ ପଡ଼ନ୍ତି ତେବେ ତାଙ୍କୁ ଆର୍ଥିକ ଜରିମାନା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜଣାଯାଇଛି। ଯେଉଁ ଗାଡ଼ିଗୁଡ଼ିକର ପଞ୍ଜୀକୃତ ନମ୍ବର ଶେଷ ସଂଖ୍ୟା 1, 2, 3, 4, 5 ଓ 6 ଥିବ ସେହି ଗାଡ଼ିଗୁଡ଼ିକ ଏବେ କେବଳ ଚେକିଂ ପରିସରକୁ ଆସିବେ। ସେହିଭଳି ଯେଉଁ ଗାଡ଼ି ନମ୍ବର ଶେଷ ସଂଖ୍ୟା 7 ଓ 8 ଥିବ ସେମାନଙ୍କୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ମହଲତ ମିଳିବ। ଫେବୃଆରୀ 1ରୁ ଏହି ଗାଡ଼ିଗୁଡ଼ିକ ଚେକିଂ ପରିସରଭୁକ୍ତ ହେବେ। ସେହିଭଳି ଯେଉଁ ଗାଡ଼ି ନମ୍ବର ଶେଷ ସଂଖ୍ୟା 9 ଏବଂ 0 ରହିଛି ସେମାନଙ୍କୁ ଫେବୃଆରୀ 28 ତାରିଖ ପର୍ଯ୍ୟନ୍ତ ମହଲତ ମିଳିବ। ନମ୍ବର 2, 11 ଦିନ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକଙ୍କ ଗହଳି। କାଲି ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ 11 ଦିନ ଧରି ଏଠାରେ କୁମ୍ଭୀର ଗଣନା ଚାଲିଥିବାରୁ ଏହା ବନ୍ଦ ଥିଲା। ଗତ 4ରୁ 14 ତାରିଖ ଯାଏଁ କୁମ୍ଭୀର ଗଣନା ଚାଲିଥିଲା। କାଲି ସକାଳୁ ଭିତରକନିକା ଜାତୀୟ ଉଦ୍ୟାନରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କାଲି ସକାଳ 7ଟା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ଏହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି। ଏଥର ଅଧିକ ସଂଖ୍ୟକ କୁମ୍ଭୀର ଦେଖିବାକୁ ପାଇବେ ପର୍ଯ୍ୟଟକ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ ନାଳଗୁଡ଼ିକରେ 1784ଟି ବଉଳ କୁମ୍ଭୀର ଥିବାବେଳେ ଏବର୍ଷ ଏହି ସଂଖ୍ୟା 1793କୁ ବୃଦ୍ଧି ପାଇଛି। ସେହିଭଳି ସାତକୋଶିଆରେ ଚଳିତ ବର୍ଷ ବନ୍ୟପ୍ରାଣୀ ମୋଟ 90ଟି କୁମ୍ଭୀର ରହିଛନ୍ତି। ନମ୍ବର 3, ଡଟଫେଷ୍ଟ ଉଦ୍ଘାଟିତ। ପ୍ରଥମ ସନ୍ଧ୍ୟାରେ ଗୁରୁ ରାନ୍ଧବଙ୍କ ଗୀତରେ ଝୁମିଲେ ଦର୍ଶକ। ବହୁ ପ୍ରତୀକ୍ଷିତ ମନୋରଞ୍ଜନ କାର୍ଯ୍ୟକ୍ରମ ଡଟଫେଷ୍ଟ ରବିବାର ଆରମ୍ଭ ହୋଇଯାଇଛି। ମନୋରଞ୍ଜନ ଧର୍ମୀ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ମଞ୍ଚରେ 5ଟି ସଚିବଙ୍କ ସହ ବିଡିଏର ଭାଇସ୍ ଚାନ୍ସେଲର ବଲୱନ୍ତ ସିଂ, ବିଏମ୍ସି ମେୟର ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଗୋଟେପଟେ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍ ଆୟୋଜିତ ହୋଇଥିବା ବେଳେ ଡଟଫେଷ୍ଟ ଲୋକଙ୍କୁ ସନ୍ଧ୍ୟାରେ ମନୋରଞ୍ଜନର ଖୋରାକ ଯୋଗାଇବ। ସେହି ଲକ୍ଷ୍ୟ ରଖି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଡଟଫେଷ୍ଟ। ଏଥିରେ ସହରବାସୀ ତଥା ରାଜ୍ୟ ଓ ରାଜ୍ୟ ବାହାରୁ ଆସିବାକୁ ଥିବା ଲୋକମାନେ ସନ୍ଧ୍ୟାରେ ମନୋରଞ୍ଜନ କରିପାରିବେ। ଏଥିପାଇଁ ବିଭିନ୍ନ ଖାଦ୍ୟର ଷ୍ଟଲ୍ ସାଙ୍ଗକୁ ବିଭିନ୍ନ ସେଲିବ୍ରିଟିମାନେ ମଧ୍ୟ ସନ୍ଧ୍ୟାକୁ ରଙ୍ଗାରଙ୍ଗ କରିଛନ୍ତି। ଉଦ୍ଘାଟନୀ ସନ୍ଧ୍ୟାରେ ଗୁରୁ ରାନ୍ଧବ ନିଜ ଗୀତର ଜୋଲୱରେ ଦର୍ଶକଙ୍କୁ ଝୁମେଇଛନ୍ତି। ନମ୍ବର 4, କାଠମାଣ୍ଡୁରେ ବଡ଼ ବିମାନ ଟ୍ରାଜେଡି, ସମସ୍ତ 72 ଯାତ୍ରୀ ମୃତ। ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। 68 ଯାତ୍ରୀ ଓ 4 ଜଣ କ୍ରୁ ମେମ୍ବରଙ୍କ ସହିତ ମୋଟ 72 ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ 53 ଜଣ ନେପାଳୀ, 5 ଜଣ ଭାରତୀୟ, 4 ଜଣ ରୁଷୀୟ, 2 ଜଣ କୋରିଆନ୍, ଜଣେ ଲେଖାଏଁ ଆଫଗାନିସ୍ତାନ, ଇରିସ୍, ଫ୍ରାନ୍ସର ଯାତ୍ରୀ ରହିଛନ୍ତି। 4 ଜଣ କ୍ରୁ ଷ୍ଟାଫଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ବିମାନବନ୍ଦର କର୍ତ୍ତୃପକ୍ଷ। ରବିବାର ସକାଳୁ ରାଜଧାନୀ କାଠମାଣ୍ଡୁର ପୁରୁଣା ଏୟାରପୋର୍ଟରୁ କାସ୍କି ଜିଲ୍ଲାର ପୋଖରାକୁ ଉଡ଼ାଣ ଭରିଥିଲା ଏଟିଆର୍ 72 ବିମାନ। ଏଟିଆର୍ ଏୟାରଲାଇନ୍ ପ୍ରବକ୍ତାଙ୍କ କହିବାନୁଯାୟୀ ଖରାପ ପାଗ ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଖରା ବିମାନବନ୍ଦରରେ ଲ୍ୟାଣ୍ଡିଂ କରିବାର 10 ସେକେଣ୍ଡ ପୂର୍ବରୁ ବିମାନଟି କ୍ରାସ୍ ହୋଇଛି। ପାହାଡ଼ରେ ପିଟି ହୋଇ ବିସ୍ଫୋରଣ କରିବା ସହିତ ସମ୍ପୂର୍ଣ୍ଣ ଜଳି ଯାଇଥିଲା ଫ୍ଲାଇଟ୍। ବିମାନରେ ସମସ୍ତ 72 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ବିମାନ ଦୁର୍ଘଟଣା ପରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲ ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ଡାକିଛନ୍ତି। ପାଣିପାଗ ସୂଚନା। ମକରରୁ ହେଲା ଦିନ ବଡ଼ ରାତି ଛୋଟ। ଶନିବାର ଥିଲା ମକର ସଂକ୍ରାନ୍ତି। ଏହି ଦିନଠାରୁ ସୂର୍ଯ୍ୟ ଉତ୍ତର ଦିଗକୁ ଗତି କରିଥାନ୍ତି। ଏହାକୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିର ଆରମ୍ଭ ଦିନ ହିସାବରେ ଗ୍ରହଣ କରାଯାଏ। ଏହି ଦିନ ଋତୁ ପରିବର୍ତ୍ତନକୁ ସୂଚାଏ, ଅର୍ଥାତ୍ ଆଜିଠାରୁ ଶୀତର ସମାପ୍ତି ଓ ସାମାନ୍ୟ ଉଷ୍ମ ଦିନର ଆରମ୍ଭ ହୋଇଯାଏ। ଏଥିସହ ଦିନଗୁଡ଼ିକର ଅବଧି ଲମ୍ବା ହୋଇଥାଏ, ଅର୍ଥାତ୍ ଶନିବାରଠାରୁ ଦିନ ବଡ଼ ଓ ରାତି ଛୋଟ ହୋଇଥାଏ। ସୂର୍ଯ୍ୟକିରଣ ତିର୍ଯ୍ୟକରୁ ଧୀରେ ଧୀରେ ସିଧା ହେବା ସହ ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟର ଉଷ୍ମତା ବୃଦ୍ଧି ପାଏ। ଅନ୍ୟପଟେ ରାଜ୍ୟରେ ଏବେ ଶୀତ କମିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ପାଖାପାଖି 2.5 ଡିଗ୍ରୀ ଯାଏଁ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା କୋରାପୁଟଠାରେ 7.5 ଡିଗ୍ରୀ ରେକର୍ଡ ହୋଇଛି। ନମ୍ବର 6, ଅନୁଗୁଳ NH-53ର ସମ୍ପ୍ରସାରଣ ପାଇଁ 174 କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର। ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ 53କୁ ସମ୍ପ୍ରସାରଣ କରିବା ସହ ଏହାକୁ 2 ଲେନ୍ ବିଶିଷ୍ଟ କରିବା ପାଇଁ 174.215 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏନେଇ କେନ୍ଦ୍ର ସଡ଼କ ପରିବହନ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଅନୁଗୁଳ ଜିଲ୍ଲା NH53 ରେଙ୍ଗାଲି ବଜରକୋଟ ଏବଂ ଟାକୁଆରେ 3ଟି ବାଇପାସ୍ ସହ ଜାତୀୟ ରାଜପଥର ସମ୍ପ୍ରସାରଣ ଏବଂ 2 ଲେନ୍ କରିବା ପାଇଁ 174.215 କୋଟି ଟଙ୍କା ଅନୁମୋଦନ କରାଯାଇଛି। ଏହି ଜାତୀୟ ରାଜପଥ ପାରାଦୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଏବଂ ଖଣି କରିଡରକୁ ସଂଯୋଗ କରୁଛି। ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଲୋକଙ୍କ ଯାତାୟାତ ସୁରକ୍ଷିତ ହେବ। ନମ୍ବର 7 ଋଣ ସୁଧହାର ବଢ଼େଇଲା ଷ୍ଟେଟ୍ ବ୍ୟାଙ୍କ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏହାର ଋଣ ସୁଧହାର ବୃଦ୍ଧି ଘୋଷଣା କରିଛି। ବର୍ଦ୍ଧିତ ସୁଧହାର ଜାନୁଆରୀ 15 ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ବ୍ୟାଙ୍କର ୱେବସାଇଟରୁ ଜଣାଯାଇଛି। ସୁଧହାର ବା MCLRରେ ବୃଦ୍ଧି ଦ୍ୱାରା ଋଣ ନେଉଥିବା ବ୍ୟକ୍ତିମାନଙ୍କୁ ମାସିକ କିସ୍ତି ଆକାରରେ ଅଧିକ ଅର୍ଥ ପ୍ରଦାନ କରିବାକୁ ହେବ। 1 ବର୍ଷ ଅବଧିର ଋଣ ଉପରେ ବ୍ୟାଙ୍କ ଏହାର ସୁଧହାର 7.70%ରୁ ବଢ଼େଇ 7.80% କରିଛି। ପୂର୍ବରୁ HDFC ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ICICI ବ୍ୟାଙ୍କ ଏବଂ PNB ବୃଦ୍ଧି ଘୋଷଣା କରିସାରିଛନ୍ତି। ନମ୍ବର 8 RVMକୁ ନେଇ ମତାମତ କ'ଣ? ସୋମବାର ସର୍ବଦଳୀୟ ବୈଠକ ଡାକିଲେ ଇସି। ନିଜ ନିର୍ବାଚନ ମଣ୍ଡଳୀରେ ନଥାଇ ଦେଇହେବ ଭୋଟ। ଏଥିପାଇଁ ନିର୍ବାଚନ କମିଶନ ରିମୋଟ ଭୋଟିଂ ସିଷ୍ଟମ ତିଆରି କରିଛନ୍ତି। ହେଲେ ଏହାକୁ ନେଇ ରାଜନୈତିକ ଦଳଙ୍କ ମତାମତ କ'ଣ ରହିଛି ଜାଣିବାକୁ ସୋମବାର ବୈଠକ ଡାକିଛି। ନିର୍ବାଚନ କମିଶନ ଦେଶର ସମସ୍ତ ଜାତୀୟ ଦଳର ସଭାପତି ତଥା ସାଧାରଣ ସଚିବମାନଙ୍କୁ ନେଇ ବୈଠକ ଡାକିଛନ୍ତି। ଜାନୁଆରୀ 16ରେ ହେବାକୁ ଥିବା ବୈଠକରେ ରିମୋଟ ଭୋଟିଂ ମେସିନ ଉପରେ ଆଲୋଚନା କରାଯିବ। ଏହି ସମୟରେ ମେସିନ ସହ ଜଡ଼ିତ ଏକ ପ୍ରଦର୍ଶନୀ ବୈଠକରେ ଉପସ୍ଥିତ ଜାତୀୟ ଦଳର ସଭାପତି ତଥା ସାଧାରଣ ସଚିବମାନଙ୍କୁ ମଧ୍ୟ ପ୍ରଦର୍ଶିତ କରାଯିବ। ଘରୁ ବାହାରେ ରହୁଥିବା ଲୋକମାନେ ବର୍ତ୍ତମାନ ସୁଦୂର ଭୋଟିଂ ମେସିନ ମାଧ୍ୟମରେ ସେମାନଙ୍କର ପ୍ରିୟ ପ୍ରାର୍ଥୀଙ୍କୁ ଭୋଟ ଦେବେ। ଦେଶର କୌଣସି ଅଞ୍ଚଳରେ ବସବାସ କରୁଥିବା ଭୋଟରମାନେ ନିଜ ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ନିର୍ବାଚନରେ ମତଦାନରୁ ବଞ୍ଚିତ ହେବେ ନାହିଁ। RVM ଯୋଗୁଁ ବର୍ତ୍ତମାନ ଭୋଟରମାନେ ନିଜ ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ନିର୍ବାଚନରେ ସହଜରେ ମତଦାନ କରିପାରିବେ। ନମ୍ବର 9 ଯୋଶୀମଠ ଦବିବା ପ୍ରସଙ୍ଗ। ତଥ୍ୟ ପ୍ରଘଟ ନ କରିବାକୁ NDMAଙ୍କ ନିର୍ଦ୍ଦେଶ। ଯୋଶୀମଠ ସହର ମାତ୍ର 12 ଦିନରେ 5.4 ସେଣ୍ଟିମିଟର ଦବିଛି ବୋଲି ଇସ୍ରୋର ରିପୋର୍ଟ କହୁଛି। ଇସ୍ରୋର ଏହି ରିପୋର୍ଟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛନ୍ତି ଏବଂ ସୋସିଆଲ ମିଡ଼ିଆରେ ମଧ୍ୟ ଏହା ଭାଇରାଲ ହେଉଛି। ତେବେ ସରକାର ଯୋଶୀମଠ ଦବିବା ସଂକ୍ରାନ୍ତ କୌଣସି ତଥ୍ୟ ଗଣମାଧ୍ୟମ ଏବଂ ସୋସିଆଲ ମିଡ଼ିଆରେ ପ୍ରଘଟ ନ କରିବା ପାଇଁ ସମସ୍ତ ସରକାରୀ ଅନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛନ୍ତି। NDMA ଅର୍ଥାତ୍ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଚିଠି ଜାରି କରି ଏହି ନିର୍ଦ୍ଦେଶ ଦିଆଯାଇଛି। NDMA କହିଛି ବିଭିନ୍ନ ସରକାରୀ ଅନୁଷ୍ଠାନ ଯୋଶୀମଠ ଦବିବା ସଂକ୍ରାନ୍ତ ତଥ୍ୟ ସୋସିଆଲ ମିଡ଼ିଆ ମଞ୍ଚରେ ଦେଉଛନ୍ତି ଏବଂ ସେମାନେ ନିଜେ ଗଣମାଧ୍ୟମରେ ସ୍ଥିତିକୁ ଯେଉଁଭଳି ବର୍ଣ୍ଣନା କରୁଛନ୍ତି ତାହା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ନମ୍ବର 10 ଦଳାଚକଟା ପରେ ସିଂହନାଥ ପୀଠରେ 144 ଧାରା ଜାରି। ଦଳାଚକଟାରେ ଜଣଙ୍କ ମୃତ୍ୟୁ ଏକାଧିକ ଲୋକ ଆହତ ହେବା ପରେ କଟକ ଜିଲ୍ଲା ବଳମ୍ବର ସିଂହନାଥ ପୀଠରେ ଜାରି ହୋଇଛି 144 ଧାରା। ଆଜି ମନ୍ଦିରକୁ ନ ଆସିବାକୁ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି। ସେହିପରି ମକର ମେଢ଼ାରେ ପଡ଼ିଥିବା ଦୋକାନଗୁଡ଼ିକୁ ଉଠାଇ ଘରକୁ ପଳାଇବାକୁ ଦୋକାନୀମାନଙ୍କୁ କୁହାଯାଇଛି। ଏହା ସହିତ ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଛି। ଗତକାଲି ସିଂହନାଥ ପୀଠକୁ ଯିବାକୁ ଉଦ୍ଦିଷ୍ଟ ଟି ବ୍ରିଜରେ ଘଟିଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଆଉ କିଛି ଆହତ ବଳମ୍ବା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନମ୍ବର 11 ବିହାର ସଡ଼କ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଅନୁଧ୍ୟାନ କଲା ଓଡ଼ିଶା। ବିହାର ସଡ଼କ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ଓଡ଼ିଶା ଲାଗୁ କରିବା ସମ୍ଭାବନା ରହିଛି। ଗତକାଲି ପାଟନାସ୍ଥିତ ବିଶ୍ୱେଶ୍ୱରାୟ ଭବନର ସଡ଼କ ନିର୍ମାଣ ବିଭାଗକୁ ଓଡ଼ିଶାର ଏକ ପ୍ରତିନିଧି ମଣ୍ଡଳ ଗସ୍ତ କରିଥିଲେ। ପ୍ରତିନିଧି ମଣ୍ଡଳରେ ସ୍ୱତନ୍ତ୍ର ସଚିବ SK ପ୍ରଧାନ, EIC ପ୍ରଦୀପ କୁମାର ସାମଲ ଏବଂ ସିଷ୍ଟମ ଆନାଲିଷ୍ଟ ଦେବ କୁମାର ତ୍ରିପାଠୀ ସାମିଲ ହୋଇଥିଲେ। ଓଡ଼ିଶାର ପ୍ରତିନିଧି ମଣ୍ଡଳ କମାଣ୍ଡ ଏବଂ କଣ୍ଟ୍ରୋଲ କେନ୍ଦ୍ର ପରିଦର୍ଶନ କରିବା ସହ ଏହି କେନ୍ଦ୍ର ଜରିଆରେ କିଭଳି ସଡ଼କର ରକ୍ଷଣାବେକ୍ଷଣ କରାଯାଏ ତାହା ଉପରେ ସେଠାକାର ବରିଷ୍ଠ ଅଧିକାରୀ ଅବଗତ କରାଇଥିଲେ। ଓଡ଼ିଶା ଏହି ବ୍ୟବସ୍ଥା ଆପଣେଇଲେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ବିହାରର ଅଧିକାରୀମାନେ କହିଥିଲେ। ଓଡ଼ିଶାର ପ୍ରତିନିଧି ମଣ୍ଡଳ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ନିର୍ମାଣ ମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ। ନମ୍ବର 12 ରାଉରକେଲା ବ୍ରହ୍ମପୁରରେ ଜିଓ 5G ସେବା। ଓଡ଼ିଶାର ଆଉ 2ଟି ସହରରେ ରିଲାଏନ୍ସ ଜିଓ ଏହାର 5G ସେବା ଗତକାଲିଠୁ ଆରମ୍ଭ କରିଛି। ସେହି ସହର 2ଟି ହେଲା ରାଉରକେଲା ଏବଂ ବ୍ରହ୍ମପୁର। ଫଳରେ ବର୍ତ୍ତମାନ ସୁଦ୍ଧା କଟକ ଓ ଭୁବନେଶ୍ୱର ସମେତ ରାଜ୍ୟରେ 4ଟି ସହରରେ ଜିଓ ଟ୍ରୁ 5G ସେବା ଉପଲବ୍ଧ ହୋଇପାରିଛି। ଭୁବନେଶ୍ୱର ଏବଂ ରାଉରକେଲାରେ ଏବେ ପୁରୁଷ ବିଶ୍ୱକପ୍ ହକି ମ୍ୟାଚ୍ ଚାଲିଥିବା ବେଳେ ରାଉରକେଲାରେ କାଲିଠାରୁ ରିଲାଏନ୍ସ ଜିଓର 5G ସେବା ଗ୍ରାହକଙ୍କୁ ବେଶ୍ ସହାୟକ ହେବ। ଓଡ଼ିଶା ସମେତ ଦେଶର 8ଟି ରାଜ୍ୟର 16ଟି ସହରରେ ଜିଓ ଆଜି 5G ସେବା ଆରମ୍ଭ ଘୋଷଣା କରିଛି। ନମ୍ବର 13 ୟୁକ୍ରେନ ସାରା ରୁଷର ମିଜାଇଲ ମାଡ଼, ଗଲା 12 ଜଣଙ୍କ ଜୀବନ।
पुणी थरे यूक्रेन उपरे हमला जोरदार करिछि रूस। शनिवार रूस सेना यूक्रेन विभिन्न स्थान में घन घन मिजेल माड़ करिसेंति। एथिरे यूक्रेन रे व्यापक क्षयक्षति होइथिबा बेले एकाधिक प्रतिष्ठान ध्वंस हो जाइछि। बिजुली भित्तिभूमि मध्य मिजेल माड़े छिनछत्र होइछि। विशेषकर निप्रो सहर में होइथिबा मिजेल माड़े सबुठारु क्षयक्षति होइछि। रूसर एकाधिक मिजेल गोटे 9 महला आवासिक कोठा को हिट करिछि। एथिरे 12 जन साधारण लोकंक मृत्यु घटिथिबा बेले अनेक आहत होइछंती। मिजेल माड़े विराट बिल्डिंग ध्वंस हो जाइछि। ध्वंसावशेष तळु लोकंकु सुरक्षाकर्मी माने राति तमाम प्रबल ठंडारे उद्धार करी हॉस्पिटल को नैछंती। एबे भी भग्न स्तूप तळे लोकमाने फसी रहिथिबा आशंका करा जाउछि। नंबर 14 ब्रह्मांड सुंदरी ताज पिंधिले आर बोनी गाब्रिएल। अमेरिकार सुंदरी आर बोनी गाब्रिएल जीतिले मिस यूनिवर्स 2022 टाइटल। शनिवार अमेरिकार लुइसियाना ठारे आयोजित स्वतंत्र समारोह रे मिस यूनिवर्स मुकुट पिंधिछंती गाब्रिएल। 2022 ब्रह्मांड सुंदरी प्रतियोगिता रे 84 जन प्रतियोगी भाग नैथिले। हेले निजर सौंदर्य और बुद्धि बड़े समस्त पछरे पकई ब्रह्मांड सुंदरी मुकुट पिंधिछंती गाब्रिएल। नंबर 15 प्रिंस हैरी पुस्तक स्पेयर ओबामा रेकर्ड भांगिला। ब्रिटेन प्रिंस हैरी द्वारा लिखित पुस्तक स्पेयर प्रकाश पाइबार प्रथम दिन में ब्रिटेन युक्तराष्ट्र अमेरिका कानाडा रे रेकर्ड 14.3 लाख कॉपी बिक्री होइछि। वास्तवता उपर आधारित पुस्तक मध्य प्रथम दिन में सबुठ अधिक संख्यार बिक्री होइतिबा पुस्तक भावे गिनीज विश्व रेकर्ड रे स्थान पाइछि। पूर्वरु एही रेकर्ड अमेरिकार पूर्वतन राष्ट्रपति बाराक ओबामा द्वारा लिखित पुस्तक ए प्रोमिज्ड लैंड नाम रे रहिथिला। 2020 रे ओबामा उक्त पुस्तक प्रकाश पाइथिला। प्रकाश पाइबार प्रथम दिन में 8,87,000 पुस्तक बिक्री होइथिला। बाराक ओबामा पूर्वरु तांको पत्नी मिजेल ओबामा द्वारा लिखित आत्मजीवनी बिकिमिंग प्रथम दिन में सबुठ अधिक 7,25,000 खंड बिक्री होइथिला। नंबर 16 डाभोस रे जनवरी 16 रु 20 जाए WEF रो बैठक। स्विट्जरलैंड रो डाभोस रे हेबो थिबा विश्व आर्थिक मंचर बैठक जनवरी 16 रु 20 जाए आयोजित हेबो। चलित थर थीम कोऑपरेशन इन ए फ्रैगमेंटेड वर्ल्ड रखा जाइछि। बैठक में यूक्रेन संकट, वैश्विक मुद्रास्फीति, जलवायु परिवर्तन परी प्रसंग पर चर्चार संभावना अधिक। बैठक में शिक्षाविद, निवेशक, विशेषज्ञों सह व्यावसायिक और राजनीतिक नेता सामिल होई वर्तमान आह्वान उपर आलोचना करिवे। नंबर 17 इस्राएल सरकार विरोध में बढ़िला लोकंक आक्रोश। इस्राएल प्रधानमंत्री बेंजामिन नेतान्याहू एवं तांको सरकार विरोध में विरोध जारी रही। यारी भितर शनिवार राति तेल अभाव में हजार हजार संख्यार लोके एकाठी होई इस्राएल न्यायिक प्रणाली रे प्रस्तावित परिवर्तन विरोध में प्रदर्शन करिसेंती। एही समय प्रदर्शनकारी माने नेतान्याहू को रूस राष्ट्रपति व्लादिमीर पुतिन सह तुलना करथिले। इस्राएल मीडिया अनुसार केवल तेल अवीव नुहे बरं जेरुसलेम रे मध्य नेतान्याहू सरकार विरोध में प्रदर्शन करा जाउछि। सरकार विरोधी एही प्रदर्शन में प्राय 80,000 लोके सामिल होइतिबा कुहा जाउछि। नंबर 18 2024 रे एकाकी लढिबो बीएसपी कहले मायावती। आगामी 2024 साधारण निर्वाचन में बीएसपी क्या सह मेंट करबनी बरं एकाकी लढिबो। काली जन्मदिन अवसर में बीएसपी सुप्रीमो मायावती यह कहिसंती। एही अवसर में मायावती राजनीतिक दलगुड़ी को कड़ा आह्वान करिसंती। आगामी निर्वाचन को दृष्टि रखी राजनीतिक दलगुड़ी को टार्गेट करिसंती मायावती। से कहिसंती निर्वाचन में दल क्या सह मेंट करिबो नाही, निजे प्रतिद्वंदिता करिबो। जदि निर्वाचन बैलेट पेपर माध्यम हुए तेबे क्षीर क्षीर एवं पानी पानी होइजिबो बोली बीएसपी सुप्रीमो मायावती कहिसंती। नंबर 19 सिकंदराबाद विशाखापट्टनम मध्य गड़िला वंदे भारत एक्सप्रेस। प्रधानमंत्री नरेंद्र मोदी काली सिकंदराबाद और विशाखापट्टनम मध्य वंदे भारत एक्सप्रेस को सबुज पताका देखै शुभारंभ करिसेंती। वीडियो कॉन्फ्रेंसिंग जरिए एक्सप्रेस शुभारंभ करिसेंती। 2023 बा नुआ वर्ष में वंदे भारत एक्सप्रेस प्रथम थर पर गड़ी किंतु 15 दिन मध्य वंदे भारत एक्सप्रेस द्वितीय उद्घाटन। यह ट्रेन सिकंदराबाद और विशाखापट्टनम को यातायात करने को 8 घंटा समय लगिबो बोली कहुଯାଇଛି। यह भारतर अष्टम वंदे भारत एक्सप्रेस बोली कहिछि रेलवे। नंबर 20 चाकरी नारे 50,000 युवक युवती को ठकई मध्यप्रदेश होउथिला ऑपरेट। वेबसाइट रे चाकरी ऑफर लोभनीय ऑफर दे लुटुथिले। टार्गेट रे थिले ओडिशा सह गुजरात युवक युवती। चाकरी नारे ठकई करुथबा अभियोग रे ओडिशा अर्थनैतिक अपराधिक शाखा मध्यप्रदेश जावरु जनक गिरफ करिछि। गिरफ जनक हेले अर्पित पंचल। अर्पित देशर विभिन्न राज्यर 50,000 अधिक युवक युवती को चाकरी नारे ठकिथिबा अनुमान करा जाउछि। ईओडब्ल्यू अनुसार टेक्नोलोजी रे पारंगम एक रैकेट यूपी रो अलीगढ़ रु चालुछि। एबे मध्यप्रदेश रु गिरफ अर्पित जणे आईटी एक्सपर्ट थिले। तांकर वेबसाइट डिजाइन सह कंप्यूटर लैंग्वेज ज्ञान रहिछि। एही ठकई लागि तयारी करा जाइथिबा वेबसाइट देखिबाकू अबिकल सरकारी वेबसाइट भड़ी जोथिरे नियुक्ति नै विज्ञापन दियाजिबा सह ऑनलाइन फॉर्म पूरण करी टंका जमा करिबाकू कुहा जाउथिला। नंबर 21 सिटी हॉस्पिटल रे हेबो अत्याधुनिक व्यवस्था। व्यवहार उपयोगी हेबो तरल वर्ज्य वस्तु।
सिटी हस्पिटाल वार्डରୁ ନିର୍ଗତ ସଂକ୍ରମିତ ତରଳ ବର୍ଜ୍ୟବସ୍ତୁକୁ ଏଣିକି ନର୍ଦ୍ଦମାରେ ଫିଙ୍ଗାଯିବ ନାହିଁ। ଏହାକୁ ରିଟ୍ରିଟମେଣ୍ଟ ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରି ନିର୍ମଳ କରାଯିବ। ଏହି ପାଣିକୁ ଦୈନିକ ହସ୍ପିଟାଲର ଫୁଲ ବଗିଚାରେ ଦିଆଯିବ। ୱାର୍ଡ ସଫା କରିବାରେ ବି ବ୍ୟବହାର କରାଯିବ। ଏଭଳି ଅତ୍ୟାଧୁନିକ ପ୍ରକ୍ରିୟାକରଣ ଏବେ ସିଟି ହସ୍ପିଟାଲରେ ଆରମ୍ଭ ହେବାକୁ ଯାଉଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ପ୍ଲାଣ୍ଟ ପ୍ରସ୍ତୁତ ପାଇଁ ଭୁବନେଶ୍ୱର ଏମ୍ସରେ ଅନୁଧ୍ୟାନ କରିଥିବା ସୂଚନା ମିଳିଛି। ପ୍ରାଥମିକ ଭାବେ ଏବେ ତରଳ ବର୍ଜ୍ୟବସ୍ତୁକୁ ନୂଆ ଢଙ୍ଗରେ ପ୍ରକ୍ରିୟାକରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ପରେ କଠିନ ବର୍ଜ୍ୟବସ୍ତୁ ସଂକ୍ରାନ୍ତରେ ବିଚାର ବିମର୍ଶ କରାଯିବ। ନମ୍ବର 22 ନୂଆ ଆତଙ୍କବାଦୀ ସଂଗଠନ ସ୍ଥିତି ଜାହିର ପାଇଁ କରୁଛନ୍ତି ଟାର୍ଗେଟ କିଲିଂ, କହିଲେ ସ୍ଥଳ ସେନା ମୁଖ୍ୟ। ଦିଲ୍ଲୀରେ ଅନୁଷ୍ଠିତ ହୋଇଆସୁଥିବା ସେନା ଦିବସ ପରେଡ୍ କାଲି ଦିଲ୍ଲୀ ପରିବର୍ତ୍ତେ କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ଗୋବିନ୍ଦ ସ୍ୱାମୀ ପରେଡ୍ ଗ୍ରାଉଣ୍ଡରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥଳ ସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଭାଗ ନେଇଥିଲେ। ଯବାନଙ୍କୁ ସମ୍ବୋଧିତ କରି ସେନା ମୁଖ୍ୟ କହିଛନ୍ତି, ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସେନା ଦିବସ ପରେଡ୍ ଏବଂ ଏହା ସହ ଜଡ଼ିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ସେନାକୁ ଲୋକଙ୍କ ସହ ଯୋଡ଼ି ହେବାର ଏକ ସୁବର୍ଣ୍ଣ ସୁଯୋଗ ଦେଇଛି। ମୁଁ ନିଶ୍ଚିତ ଯେ ଏହା ଆମ ସମ୍ପର୍କକୁ ଆହୁରି ମଜବୁତ କରିବ। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆହୁରି ମଧ୍ୟ କହିଛନ୍ତି, ଆମେ ଏଲ୍ଏସିରେ ଏକ ଦୃଢ଼ ସ୍ଥିତିରେ ଅଛୁ ଏବଂ ଯେକୌଣସି ଆହ୍ୱାନର ମୁକାବିଲା କରିବାକୁ ପ୍ରସ୍ତୁତ ଅଛୁ। ସ୍ଥଳ ସେନା ମୁଖ୍ୟ କହିଛନ୍ତି ଯେ କିଛି ନୂଆ ଆତଙ୍କବାଦୀ ସଂଗଠନ ନିଜ ସ୍ଥିତିକୁ ଜାହିର କରିବା ପାଇଁ ଟାର୍ଗେଟ କିଲିଂ କରୁଛନ୍ତି। ଆମେ ଅନ୍ୟ ସୁରକ୍ଷା ବାହିନୀ ସହିତ ମିଶି ଏହି ଚ୍ୟାଲେଞ୍ଜର ମୁକାବିଲା କରୁଛୁ। ନମ୍ବର 23 ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ନିଷେଧାଦେଶ ହଟିଲା। ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିଛି। ପ୍ରଦୂଷଣ ଟିକେ କମ୍ ହେବାରୁ କାଲି ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ନିଷେଧାଦେଶ ହଟାଇ ଦିଆଯାଇଛି। ଶନିବାର ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ପ୍ରଦୂଷଣର ସ୍ତରକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନ୍ସିଆର୍ରେ ଗ୍ରାଫ୍ 3 ଅଧୀନରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ହେଲେ ଗ୍ରାଫ୍ 1 ଏବଂ 2 ଅଧୀନରେ ଲାଗୁ କରାଯାଇଥିବା ପ୍ରତିବନ୍ଧକଗୁଡ଼ିକ ପୂର୍ବପରି ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି। ନମ୍ବର 24 ଆମେରିକା ରାଷ୍ଟ୍ରପତିଙ୍କ ଘରୁ ମିଳିଲା ଗୋପନୀୟ ଦସ୍ତାବିଜ, ତେଜିଲା ରାଜନୀତି। ବଡ଼ ଅଡ଼ୁଆରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ଡେଲାୱେରର ୱିଲମିଂଟନରେ ଥିବା ଘରୁ ପୂର୍ବରୁ ସାର୍ବଜନୀନ ହୋଇଥିବା ଡକୁମେଣ୍ଟ ତୁଳନାରେ ଅଧିକ ଡକୁମେଣ୍ଟ ମିଳିଛି। ଏହିସବୁ ସରକାରୀ ଡକୁମେଣ୍ଟ ବାଇଡେନଙ୍କ ଘରୁ ମିଳିବା ପରେ ଅଡ଼ୁଆରେ ପଡ଼ିଛନ୍ତି ଆମେରିକାର ପ୍ରଥମ ନାଗରିକ। ତେବେ ମେକ୍ସିକୋ ଗସ୍ତରେ ଥିବା ବାଇଡେନ୍ କହିଛନ୍ତି ଏ ବାବଦରେ ତାଙ୍କୁ ଜଣା ନାହିଁ। ଏହି ସୂଚନା ପାଇବା ପରେ ତାଙ୍କ ଅଫିସ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ସେ କହିଛନ୍ତି। ହେଲେ ମିଳିଥିବା ସରକାରୀ ଦସ୍ତାବିଜରେ କ'ଣ ରହିଛି ସେ ଜାଣିନଥିବା କହିଛନ୍ତି। ସରକାରୀ ଦସ୍ତାବିଜ ଆମେରିକା ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଘରେ ମିଳିଥିବାରୁ ଏହାକୁ ନେଇ ସରଗରମ ହୋଇଛି ଆମେରିକା ରାଜନୀତି। ନମ୍ବର 25 ଦକ୍ଷିଣ ପୂର୍ବ ଆମେରିକାରେ ଘୂର୍ଣ୍ଣିଝଡ଼, 9 ମୃତ, ହଜାର ହଜାର ଘର ନଷ୍ଟ। ଦକ୍ଷିଣ ପୂର୍ବ ଆମେରିକୀୟ ରାଜ୍ୟ ଆଲବାମାରେ ଭୟଙ୍କର ଘୂର୍ଣ୍ଣିଝଡ଼ ଅନୁଭୂତ ହୋଇଛି। ଏଥିରେ ଶହ ଶହ ଘର ନଷ୍ଟ ହେବା ସହ ଅତି କମ୍ରେ 9 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ହଜାର ହଜାର ଘର ବିଜୁଳି କାଟର ସମ୍ମୁଖୀନ ହୋଇଛି। ପ୍ରଚଣ୍ଡ ଶୀତ ସମୟରେ ଏହି ଝଡ଼ ଲୋକଙ୍କ ଦୁର୍ଦ୍ଦଶାକୁ ବଢ଼େଇ ଦେଇଛି। କେବଳ କେନ୍ଦ୍ରୀୟ ଆଲବାମାରେ 9 ଜଣ ଲୋକ ମରିଥିବା ନେଇ ଖବର ମିଳିଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ନମ୍ବର 26 ସଚିନଙ୍କୁ ପଛରେ ପକାଇଲେ କୋହଲି। ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ୍ରେ ବିରାଟ କୋହଲି ଆକର୍ଷଣୀୟ ଶତକ ହାସଲ କରିଛନ୍ତି। କୋହଲି 110 ବଲର ସମ୍ମୁଖୀନ ହୋଇ 14 ଚୌକା ଓ 2 ଛକା ବଳରେ 166 ରନ୍ ଅପରାଜିତ ରହିଥିଲେ। ଏହା ତାଙ୍କ କ୍ୟାରିୟରର 46ତମ ଶତକ। ସଚିନ ତେନ୍ଦୁଲକରଙ୍କ 49 ଶତକ ରେକର୍ଡଠାରୁ ସେ ମାତ୍ର 3ଟି ପଛରେ ଅଛନ୍ତି। କୋହଲି ନିକଟରେ 4ଟି ଦିନିକିଆରୁ 3ଟିରେ ଶତକ ହାସଲ କରିଛନ୍ତି। କୌଣସି ଏକ ଟିମ୍ ବିରୋଧରେ ସର୍ବାଧିକ ଶତକ ହାସଲରେ ସେ ସଚିନଙ୍କ ପଛରେ ପକାଇ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ସେ 10ଟି ଶତକ ହାସଲ କରି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହା ପୂର୍ବରୁ ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ 9ଟି ଶତକ ହାସଲ କରି ରେକର୍ଡ କରିଥିଲେ। କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ 9 ଶତକ ମାରି ଏହି ରେକର୍ଡର ମଧ୍ୟ ସମକକ୍ଷ ଅଛନ୍ତି। ନମ୍ବର 27 ହକି ବିଶ୍ୱକପ୍, ୱେଲ୍ସକୁ ହରାଇ ଖାତା ଖୋଲିଲା ସ୍ପେନ୍। ଓଡ଼ିଶାରେ ଚାଲିଥିବା ବିଶ୍ୱକପ୍ ହକିରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ସ୍ପେନ୍ 5-1 ଗୋଲରେ ୱେଲ୍ସକୁ ପରାସ୍ତ କରିଛି। ଏଥିସହ ଚଳିତ ବିଶ୍ୱକପ୍ରେ ସ୍ପେନ୍ ବିଜୟ ଖାତା ଖୋଲିଛି। ପୂର୍ବରୁ ସ୍ପେନ୍ 0-2 ଗୋଲରେ ଭାରତ ନିକଟରୁ ପରାଜିତ ହୋଇଥିଲା। ନମ୍ବର 28 ହକି ବିଶ୍ୱକପ୍, ଭାରତ ଇଂଲଣ୍ଡ ମ୍ୟାଚ୍ ଡ୍ର। ହକି ବିଶ୍ୱକପ୍ରେ ଭାରତ ଇଂଲଣ୍ଡ ମ୍ୟାଚ୍ ଡ୍ର। କାଲି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ପଏଣ୍ଟ ସମାନ ହୋଇଥିଲେ ହେଁ ଟେବୁଲ ଶୀର୍ଷରେ ଇଂଲଣ୍ଡ ପହଞ୍ଚିଛି। ଗୋଲ୍ ବ୍ୟବଧାନରେ ଇଂଲଣ୍ଡ ଅଧିକ ଥିବାରୁ ଟେବୁଲ ଶୀର୍ଷରେ ପହଞ୍ଚିଛି। ପୁଲ୍ ଡିର ମ୍ୟାଚ୍ରେ ଦୁଇ ଦଳ ନିର୍ଦ୍ଧାରିତ ସମୟରେ କଡ଼ା ଟକ୍କର ସତ୍ତ୍ୱେ କୌଣସି ଗୋଲ୍ କରିନଥିଲେ। ପେନାଲ୍ଟି ସୁଯୋଗକୁ ମଧ୍ୟ ଉଭୟ ଦଳ ଗୋଲ୍ରେ ପରିଣତ କରିପାରିନଥିଲେ। ଦୁଇ ପକ୍ଷର ଗୋଲକିପରମାନେ ବଲ୍କୁ ରୋକି ନିଜର ଶ୍ରେଷ୍ଠତା ଦେଖାଇଥିଲେ। ନମ୍ବର 29 ଟିମ୍ ଇଣ୍ଡିଆର ଘାତକ ବୋଲିଂ ଆଗରେ ସିଂହଳ ଟିମ୍ ଚିତ୍, 3-0ରେ ଜିତିଲା ସିରିଜ୍। ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆରେ ଶ୍ରୀଲଙ୍କାର ଶୋଚନୀୟ ପରାଜୟ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଚିତ୍ ମାରିଲା ସିଂହଳ ଟିମ୍। କାଲି ଭାରତ ଦେଇଥିବା ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର 73 ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି।
ଫଳରେ ଭାରତୀୟ ଟିମ୍ 371 ରନରେ ବିଜୟ ହାସଲ କରିଛି, ଯାହା ଏକ ରେକର୍ଡ ସୃଷ୍ଟି କରିଛି। ସେପଟେ ଶେଷ ମ୍ୟାଚ୍ ଜିତିବା ସହ ଭାରତୀୟ ଟିମ୍ ସିରିଜକୁ 3-0ରେ ହାତେଇ ନେଇଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ 4ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଓ କୁଲଦୀପ ଯାଦବ 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନମାନେ ମାତ୍ର 22 ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ତିଷ୍ଠି ପାରିଥିଲେ। ଏହି ମ୍ୟାଚ୍ରେ ମ୍ୟାନ୍ ଅଫ୍ ଦି ଫର୍ମ ବିରାଟ କୋହଲି ପ୍ଲେୟର ଅଫ୍ ଦ ମ୍ୟାଚ୍ ଓ ପ୍ଲେୟର ଅଫ୍ ଦି ସିରିଜ୍ ଦୁଇଟି ଯାକ ହାତେଇଥିଲେ। ସେ ତୃତୀୟ ଦିନିକିଆରେ 164 ରନ୍ କରିଥିବା ବେଳେ ପୁରା ସିରିଜରେ ମୋଟ 283 ରନ୍ କରିଛନ୍ତି। ନମ୍ବର 30 ୟୁଏଇ ଫୁଟବଲ ଲିଗ୍ ମେସିକୁ 2440 କୋଟି ଟଙ୍କାରେ ନେଇପାରେ ଅଲ୍ ହିଲାଲ। କ୍ରିଷ୍ଟିଆନୋ ରୋନାଲ୍ଡୋ ସାଉଦି ଆରବ କ୍ଲବ ସହିତ ଜଡ଼ିତ ହେବା ପରେ ଏବେ ସମସ୍ତଙ୍କ ନଜର ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସିଙ୍କ ଉପରେ ରହିଛି। ରିପୋର୍ଟ ମୁତାବକ ଅଲ୍ ହିଲାଲ କ୍ଲବ ମେସିଙ୍କୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏପରିକି ବାର୍ଷିକ 2440 କୋଟି ଟଙ୍କା ଦେବା ପାଇଁ କ୍ଲବ ରାଜି ଅଛି। ମେସି ଯଦି ଏହି ପ୍ରସ୍ତାବରେ ରାଜି ହୁଅନ୍ତି ତାହେଲେ ବିଶ୍ୱ ଫୁଟବଲ ସବୁଠାରୁ ଦାମୀ ଖେଳାଳି ପାଲଟିଯିବେ। ସେ ଏବେ ପ୍ୟାରିସ ସେଣ୍ଟ ଜର୍ମନ ଟିମ୍ ସହିତ ଚୁକ୍ତିବଦ୍ଧ ଅଛନ୍ତି। ପୂର୍ବରୁ ରୋନାଲ୍ଡୋଙ୍କୁ ଅଲ୍ ନାସର କ୍ଲବ 1760 କୋଟିରେ ଚୁକ୍ତି କରିଛି। ଯଦି ମେସି ୟୁଏଇ ଲିଗ୍ରେ ଖେଳିବେ ତାହେଲେ ପୁନର୍ବାର ମେସି ଓ ରୋନାଲ୍ଡୋ ମଧ୍ୟରେ ଦର୍ଶକମାନେ ପ୍ରତିଯୋଗିତା ଦେଖିବାକୁ ପାଇବେ। ସାଉଦି ଆରବ 2030 ବିଶ୍ୱକପ୍ ଆୟୋଜନ କରିବା ଲକ୍ଷ୍ୟରେ ରହିଛି। ସେଥିପାଇଁ ଘରୋଇ ଲିଗ୍କୁ ବିଶ୍ୱବିଖ୍ୟାତ କରିବା ପାଇଁ ୟୁଏଇ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।